ପୂର୍ବପୁରୁଷ ମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ସକାଳ ସମୟରେ ଗାଜର ଜୁସ୍ କିମ୍ବା ଅଁଳା ଜୁସ୍ ପିଇବା ଦ୍ୱାରା ଶରୀର ସତେଜ ରହିଥାଏ। ଏହା ସ୍କିନ୍କୁ ଟାଇଟ୍ ଓ ଗ୍ଲୋ କରିବାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ। ନମ୍ବର 2, ହଳଦୀ ବହୁତ ଫାଇଦା ଦେଇଥାଏ। ସ୍କିନ୍କୁ ଗ୍ଲୋ କରିବାରେ ହଳଦୀରେ ଆଣ୍ଟି ଏଜିଂ ପ୍ରପର୍ଟିଜ୍ ରହିଥାଏ, ଯାହାଦ୍ୱାରା ଏଜିଂ ପ୍ରୋସେସକୁ କମ୍ କରିଥାଏ। ନମ୍ବର 3, ବିବାହିତ ମହିଳାଙ୍କୁ ଉପହାରରେ ମିଳିଥିବା ସିନ୍ଦୁରକୁ ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ, କାରଣ ଶାସ୍ତ୍ର ଅନୁସାରେ ଉପହାରରେ ମିଳିଥିବା ସିନ୍ଦୁରର ବ୍ୟବହାର କରିବା ଅଶୁଭ ମନାଯାଏ। ନମ୍ବର 4, ସିନ୍ଦୁର ଲଗେଇ କେବେ ବି ସ୍ନାନ କରିବା ଉଚିତ ନୁହଁ। ସବୁବେଳେ ସ୍ନାନ ସାରି ପୂଜାପାଠ କରିସାରି ସିନ୍ଦୁର ଲଗେଇବା ଉଚିତ। ନମ୍ବର 5, ମଥାରେ ସିନ୍ଦୁର ଲଗେଇବା ସମୟରେ ମା ପାର୍ବତୀଙ୍କୁ ଧ୍ୟାନରେ ରଖିବା ଉଚିତ, କାରଣ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ଆପଣଙ୍କୁ ମା ପାର୍ବତୀଙ୍କ ଠାରୁ ପ୍ରାପ୍ତ ହୋଇଥାଏ। ନମ୍ବର 6, ଆପଣ ପିରିୟଡ଼ ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ, କାରଣ ଏହି ସମୟରେ ସିନ୍ଦୁର ଲଗାଇଲେ ଏହାକୁ ଅମଙ୍ଗଳ ବୋଲି ମନା କରାଯାଏ। ନମ୍ବର 7, ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲରେ ସଫା କରି ଆଳୁର ରସ ଚେହେରାରେ ଲଗେଇକି ଶୁଅନ୍ତୁ। ଏହାଦ୍ୱାରା ଚେହେରାର କଳା ଦାଗ ଦୂର ହୋଇଥାଏ। ନମ୍ବର 8, ଶନି ଦଶା କି ଶନି ସାଢ଼େ ପଡ଼ିଥିଲେ ଶନିବାର ଦିନରେ ଝାଡ଼ୁ କିଣିବା ଅଶୁଭ ହୋଇଥାଏ। ଘରର ସଦସ୍ୟ ବା ଅତିଥି ଘରୁ ବାହାରକୁ ଯିବା ପରେ ସାଙ୍ଗେ ସାଙ୍ଗେ ଘର ଝାଡ଼ୁ କରିବା ଘର ପାଇଁ ମଙ୍ଗଳ ନୁହେଁ ଏବଂ ଝାଡ଼ୁରେ ପଶୁପକ୍ଷୀ ମଣିଷମାନଙ୍କୁ ବାଡ଼େଇବା ବି ଉଚିତ ନୁହେଁ। ଏହାଦ୍ୱାରା ଘରେ ନିରାଶା ଦାରିଦ୍ର୍ୟତା ଦେଖା ଦେଇଥାଏ। ନମ୍ବର 9, ଚୁଟି ଝଡ଼ିକି ଚନ୍ଦା ହୋଇଯାଉଥିଲେ ଚୁଟିରେ ଅଣ୍ଡା ଏବଂ ମେଥିର ପେଷ୍ଟ ଲଗାନ୍ତୁ। ଏହାଦ୍ୱାରା ଚୁଟି ଝଡ଼ିବା କମ୍ ହୋଇଥାଏ। କିଛି ଜଣଙ୍କର ଅଧିକ ଟେନସନରେ ରହିଥିବାରୁ ଅଧିକ ଚୁଟି ଉପୁଡ଼ି ପାଚି ଯାଇଥାଏ। ସବୁବେଳେ ଗୋଟିଏ କଥାକୁ ବାରମ୍ବାର ଭାବି ଚିନ୍ତା କରିବା ଉଚିତ ନୁହେଁ। ନମ୍ବର 10, ଘରୁ ବାହାରକୁ ଯିବା ବେଳେ ଝାଡ଼ୁ ଦେଖିଲେ ଶୁଭ ହୋଇଥାଏ। ଘରର ଦୁଆର ମୁହଁରେ ଭଗବାନଙ୍କର ଫଟୋ କିମ୍ବା ଶୁଭ ଲାଲ ସଂକେତ ଆଙ୍କିବା ଶୁଭ ହୋଇଥାଏ। ନମ୍ବର 11, ଯଦି ଆପଣଙ୍କ ଦହି ଅଧିକ ଖଟା ହୋଇଯାଇଛି, ଏହାକୁ ନ ଫୋପାଡ଼ି ଠାକୁରଙ୍କର ପିତ୍ତଳ ବାସନରେ ଲଗେଇ ଦିଅନ୍ତୁ। ତାପରେ ଏହାକୁ 15-20 ମିନିଟ୍ ଛାଡ଼ି ମାଜି ଦିଅନ୍ତୁ। ଦେଖିବେ ପିତ୍ତଳ ବାସନ ପୁରା ଚକଚକ ଦେଖାଯିବ। ନମ୍ବର 12, ଅନେକ ସମୟରେ ଆମେ ଅଣ୍ଡା ଆଣି ଘରେ ରଖିଦେଇଥାଉ, କିନ୍ତୁ ଅଣ୍ଡା ଭଲ କି ନାହିଁ ସେଇଟା ଜଣାପଡ଼ିନଥାଏ। ତେବେ ଏହା ଜାଣିବା ପାଇଁ ଗୋଟିଏ କାଚ ଗ୍ଲାସରେ ପାଣି ନେଇ ସେଥିରେ ଅଣ୍ଡା ରଖନ୍ତୁ। ଯଦି ଅଣ୍ଡାଟି ଭାସିଲା ଆପଣ ଜାଣିପାରିବେ ଅଣ୍ଡାଟି ଖରାପ ହୋଇଯାଇଛି। ଯଦି ଅଣ୍ଡାଟି ବୁଡ଼ିଗଲା ତେବେ ଜାଣିବେ ଏହି ଅଣ୍ଡାଟି ଭଲ ଅଛି। ନମ୍ବର 13, ତୁଳସୀ ଗଛ ଘରେ ରଖିବା ବହୁତ ଶୁଭ ହୋଇଥାଏ। ତୁଳସୀ ଗଛ ପାଖରେ ଭୁଲରେ ମଧ୍ୟ ଜୋତା, ଚପଲ, ଅଳିଆ, ଶିବଲିଙ୍ଗ ରଖିବା ଉଚିତ ନୁହେଁ। ଏହା କଲେ ଘରରେ କଳହ ଲାଗି ରହିଥାଏ। ନମ୍ବର 14, ଯଦି ଆପଣଙ୍କର ଚେହେରା ବୁଢ଼ା ପରି କମ୍ ବୟସରୁ ଦେଖାଯାଉଥାଏ, ତେବେ ପ୍ରତିଦିନ ଶୋଇବା ପୂର୍ବରୁ ଉଷୁମ ଗାଈ କ୍ଷୀରରେ କେଶର ଏବଂ ଗୁଜୁରାତି ମିଶାଇ ପିଇବା ଉଚିତ। 2 ମାସ ଲଗାତାର ଏପରି କରିବା ଦ୍ୱାରା ଭଲ ରେଜଲ୍ଟ ମିଳିଥାଏ। ନମ୍ବର 15, ଦାଢ଼ି ପୁରୁଷମାନଙ୍କୁ ସୁନ୍ଦରତା ବଢ଼ାଇ ଦେଇଥାଏ। ଦାଢ଼ିକୁ ସୁନ୍ଦର ଏବଂ ଘନ କରିବାକୁ ହେଲେ ପିଆଜର ରସ ସହିତ ନଡ଼ିଆ ତେଲ ଏବଂ ଭିଟାମିନ୍ ଇ କ୍ୟାପସୁଲ ମିଶାଇ ଦାଢ଼ି ଥିବା ସ୍ଥାନରେ ଲଗାନ୍ତୁ। ଏମିତି କଲେ ଦାଢ଼ି ଘନ ଓ ସୁନ୍ଦର ହୋଇଥାଏ। ନମ୍ବର 16, ଚେହେରାରେ ରାତିରେ ଲହୁଣୀର ମାଲିସ କରିବା ଦ୍ୱାରା ଚେହେରା ସଫା ଏବଂ ସୁନ୍ଦର ହୋଇଥାଏ ଏବଂ ଯଦି ଓଠ କଳା ପଡ଼ିଥାଏ ତେବେ ଲହୁଣୀ ଲଗାଇଲେ ବହୁତ ଫାଇଦା ମିଳିଥାଏ। ନମ୍ବର 17, ସଜନା ଶାଗ ନିୟମିତ ଭାବରେ ସେବନ କଲେ ଦୃଷ୍ଟିଶକ୍ତି ବଢ଼ିଥାଏ, ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ଏବଂ ମଧୁମେହ ରୋଗକୁ ନିୟନ୍ତ୍ରିତ ରଖିଥାଏ।
ତେଣୁ ଆପଣମାନେ ସଜନା ଶାଗ ଖାଆନ୍ତୁ। ନମ୍ବର 18, ସପ୍ତାହକୁ 2 ଥର ଚୁଟିରେ ଘର ନଡ଼ିଆ ତେଲ ମସାଜ କରନ୍ତୁ। ଏମିତି କରିବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ ଏବଂ ଚୁଟି ବଢ଼ିବାରେ ସହଯୋଗ କରିଥାଏ। ନମ୍ବର 19, ରାତିରେ ବଞ୍ଚିଥିବା ରୁଟିରେ ଫାଇବର ଭରପୁର ମାତ୍ରାରେ ରହିଥାଏ। ସକାଳୁ ବାସି ରୁଟି ଓ କ୍ଷୀର ସେବନ କଲେ ବଦହଜମି, ଗ୍ୟାସ୍, ଏସିଡିଟି ଏବଂ ପେଟ ଯନ୍ତ୍ରଣା ଆଦି ରୋଗରୁ ଆରାମ ମିଳିଥାଏ। ନମ୍ବର 20, 2 ଚାମଚ ପୋଦିନା ରସରେ ଟିକିଏ ଲେମ୍ବୁ ରସ ଏବଂ ଟିକିଏ କଳା ଲୁଣ ପକାଇକି ଏହାକୁ ମିଶାଇ 1 ସପ୍ତାହ ପର୍ଯ୍ୟନ୍ତ ପିଇଲେ ଲିଭର ପରିଷ୍କାର ରହିଥାଏ। ନମ୍ବର 21, ଯଦି ଆପଣଙ୍କର ଦାନ୍ତ ହଳଦିଆ ହୋଇଥାଏ ତେବେ ଆପଣ ଆମ୍ବ ପତ୍ରକୁ ଦାନ୍ତରେ ଚୋବାନ୍ତୁ ଏବଂ ତା ସହିତ ଦାନ୍ତରେ ଘଷନ୍ତୁ। ଏଥିରେ ଦାନ୍ତର ହଳଦିଆପଣ ଦୂର ହୋଇଥାଏ, ଦାନ୍ତ ଚକଚକ୍ ଦେଖାଯାଏ। ନମ୍ବର 22, ରୋଷେଇ କରିବା ସମୟରେ ହାତ ଯଦି ପୋଡ଼ିଯାଇ ଜଳାପୋଡ଼ା ହୁଏ ତେବେ ଆଳୁ ରସକୁ ପୋଡ଼ି ଯାଇଥିବା ସ୍ଥାନରେ ଲଗାଇଲେ ଜଳାପୋଡ଼ାରୁ ଆରାମ ମିଳିଥାଏ। ନମ୍ବର 23, ମନ୍ଦିରକୁ ଯିବା ସମୟରେ ପାହାଚକୁ ମୁଣ୍ଡିଆ ମାରିବା ଉଚିତ। ପରେ ଠାକୁରଙ୍କର ବାହନକୁ ଏବଂ ପରେ ଘଣ୍ଟି ବଜାଇ ଠାକୁରଙ୍କୁ ପ୍ରଣାମ କରିବା ଉଚିତ। ମନେ ରଖନ୍ତୁ, ବ୍ରାହ୍ମଣ ନନାଙ୍କ ଦ୍ୱାରା ପୂଜା କରାଇଲେ ଦକ୍ଷିଣା ଦେବା ଉଚିତ। ଦକ୍ଷିଣା ନଦେଲେ ପୂଜା ଅସମ୍ପୂର୍ଣ୍ଣ ହୋଇଥାଏ। ନମ୍ବର 24, ପୁରୁଣା ଚିରା ପୋଷାକକୁ ଚାରିଆଡ଼େ ଫୋପାଡ଼ିବା ଉଚିତ ନୁହେଁ। ମାଟି ତଳେ ଏହି ପୋଷାକକୁ ପୋତି ଦେବା ଉଚିତ, ନଚେତ୍ ଏହି ପୋଷାକ ଦୁଷ୍ଟ ଲୋକ ହାତରେ ପଡ଼ିଲେ ବହୁତ କ୍ଷତି କରିପାରନ୍ତି। ନମ୍ବର 25, ଘରକୁ ଅତିଥି ଆସିଲେ ତାଙ୍କୁ କେବେ ବି ଖାଲି ହାତରେ ଯିବା ପାଇଁ ଦିଅନ୍ତୁ ନାହିଁ। କିଛି ନହେଲେ ମଧ୍ୟ ପାଣି ପିଇବା ପାଇଁ ଦିଅନ୍ତୁ। ଯଦି ସମ୍ଭବ ଭୋଜନ କରିବାକୁ କୁହନ୍ତୁ, ଯେମିତିକି ଆପଣଙ୍କ ଘରକୁ ଆସିଥିବା ଅତିଥି ଅଶାନ୍ତି ନ ହୁଅନ୍ତି। ଏହିସବୁ ପ୍ରତି ଧ୍ୟାନ ଦେବା ଉଚିତ। ନମ୍ବର 26, ସକାଳୁ ପ୍ରତିଦିନ 30 ମିନିଟ୍ ଚାଲିବାର ଅଭ୍ୟାସ କରନ୍ତୁ। ଏମିତି କଲେ ମାଂସପେଶୀ ଦୃଢ଼ ହୋଇଥାଏ, ଶରୀରରେ ରକ୍ତ ଚଳାଚଳ ଠିକ୍ରେ ହେବା ସହିତ ପେଟର ଚର୍ବି କମ୍ ହୋଇଥାଏ। ନମ୍ବର 27, କେଶ କମ୍ ବୟସରୁ ପାଚି ଯାଉଥିଲେ ଅଳ୍ପ ନଡ଼ିଆ କତା ନିଅନ୍ତୁ। ସେଥିରେ 4ରୁ 5ଟି ଆଲମଣ୍ଡ ପକାନ୍ତୁ ଏବଂ 2ଟି କର୍ପୂର। ଏହାକୁ ଭଲରେ ଜଳେଇ ଏହାର ପାଉଁଶକୁ ଚାଲୁଣିରେ ଚଲେଇ ସେଥିରୁ ଅଳ୍ପ ନଡ଼ିଆ ତେଲ ମିଶାଇ ଚୁଟିରେ ଲଗାନ୍ତୁ। ଦେଖିବେ ଚୁଟି ଅନ୍ଧାର ଠାରୁ ମଧ୍ୟ ଅଧିକ କଳା ରଙ୍ଗ ହୋଇଯିବ। ନମ୍ବର 28, ଯଦି ତରକାରୀରେ ଅଧିକ ଲୁଣ ହୋଇଯାଏ ତାହେଲେ ତରକାରୀରେ କିଛି ଅଟା ଗୁଳା ପକାଇ ଦିଅନ୍ତୁ ଏବଂ କିଛି ସମୟ ପରେ କାଢ଼ି ଦିଅନ୍ତୁ। ଅଟା ଗୁଳା ସବୁ ଲୁଣ ଭିଡ଼ି ଦେଇଥିବ। ଆଉ ଗୋଟିଏ ଉପାୟ ହେଲା କିଛି ସିଝା ଆଳୁ ତରକାରୀରେ ପକାଇ ଦିଅନ୍ତୁ। ଦେଖିବେ ତରକାରୀ ଆଉ ଲୁଣିଆ ଲାଗିବନି। ନମ୍ବର 29, ମୁହଁକୁ ଚିକ୍କଣ କରିବା ପାଇଁ ହେଲେ 3 ଫାଳ ଟମାଟୋ ନିଅନ୍ତୁ। ଗୋଟିଏ ଟମାଟୋରେ ପ୍ରଥମେ ଚିନି ଲଗାଇ ମୁହଁରେ ଘଷନ୍ତୁ। ପରେ ଟମାଟୋରେ ମହୁ ଅଳ୍ପ ମିଶାଇ ଚେହେରାରେ ଲଗାନ୍ତୁ ଏବଂ ଶେଷରେ ଟମାଟୋରେ ହଳଦୀ ମିଶାଇ ଚେହେରାରେ 15 ମିନିଟ୍ ମସାଜ କରି ମୁହଁକୁ ଧୋଇ ଦିଅନ୍ତୁ। ଦେଖିବେ ମୁହଁ ପୁରା ଚିକ୍କଣ ଦେଖାଯିବ ଆଉ ଆପଣମାନଙ୍କୁ ପାର୍ଲର ଯିବାକୁ ପଡ଼ିବନି। ନମ୍ବର 30, କେଶ ଅଧିକ ପତଳା ଥିଲେ ଏକ କଡ଼େଇରେ ଅଳ୍ପ ନଡ଼ିଆ ତେଲ ନିଅନ୍ତୁ। ସେଥିରେ 5ରୁ 6ଟି ପାନପତ୍ର, ମନ୍ଦାର ପତ୍ର ଏବଂ ଭୃସଙ୍ଗ ପତ୍ରକୁ ଛୋଟ ଛୋଟ କାଟିକି ପକାନ୍ତୁ। ତେଲ ଡିପ୍ ଗ୍ରୀନ୍ କଲର୍ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଏହାକୁ ଥଣ୍ଡା କରି ଛାଣି ଏକ ବୋତଲରେ ଷ୍ଟୋର୍ କରି ଏହାକୁ ନିୟମିତ ଲଗାନ୍ତୁ। ଦେଖିବେ କିଛି ଦିନ ମଧ୍ୟରେ କେଶ ଘନ ହେବା ସହିତ ଲମ୍ବା ହୋଇଯିବ।
ନମ୍ବର 31 ମାଣ୍ଡିଆ ଗହମ କ୍ଷୀରି ଜାଉ କିମ୍ବା ଚାଉଳ କ୍ଷୀରି କରିବା ସମୟରେ ଗୁଡ଼ ପ୍ରଥମରେ ପକାନ୍ତୁ ନାହିଁ। ଗୁଡ଼ ପ୍ରଥମେ ପକାଇଲେ କ୍ଷୀରି ଭଲ ଭାବରେ ସିଝି ନଥାଏ। କ୍ଷୀରି ହୋଇସାରିବା ପାଇଁ ଟିକେ ସମୟ ପୂର୍ବରୁ ଆପଣ ଗୁଡ଼ ପକାଇ ପାରିବେ। ନମ୍ବର 32 ଫ୍ରିଜ୍ରୁ ଦୁର୍ଗନ୍ଧ ମୁକ୍ତ କରିବା ପାଇଁ ସେଥିରେ 2ରୁ 4ଟି ଲେମ୍ବୁ ଖଣ୍ଡ କରି ରଖିଦିଅନ୍ତୁ। ଦେଖିବେ ଫ୍ରିଜ୍ରେ ଆଉ ଦୁର୍ଗନ୍ଧ ଆଗ ପରି ହେବ ନାହିଁ। ନମ୍ବର 33 ମେଡ଼ିସିନ ରଖୁଥିବା ଡବାରେ ପ୍ରଥମେ କିଛି ତୁଳା ରଖିଦିଅନ୍ତୁ। ମେଡ଼ିସିନ ରଖିସାରିବା ପରେ ତା ଉପରେ ଆଉ କିଛି ତୁଳା ରଖନ୍ତୁ। ଦେଖିବେ ବର୍ଷା ଦିନରେ ମେଡ଼ିସିନ ନରମ ହେବ ନାହିଁ କି ଗୁଣ୍ଡ ହେବ ନାହିଁ, ତା ସହିତ ଖରାପ ମଧ୍ୟ ହେବ ନାହିଁ। ନମ୍ବର 34 ମସଲା ଗୁଣ୍ଡ ବର୍ଷା ଦିନେ ବହୁତ ଶୀଘ୍ର ଖରାପ ହୋଇଯାଇଥାଏ। ଏସବୁକୁ ଖରାପ ନ ହେବା ପାଇଁ କାଚ ଜାର କିମ୍ବା କାଚ ପାତ୍ରରେ ରଖନ୍ତୁ। ମସଲା ସବୁ ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ହୋଇ ରହିବ। ନମ୍ବର 35 ଓଠ କଳା ରଙ୍ଗ ପଡ଼ିଥିଲେ ଓଠରେ ପ୍ରତିଦିନ ବିଟ୍ର ରସ ଲଗାନ୍ତୁ। ଏମିତି କରିବା ଦ୍ୱାରା ଧୀରେ ଧୀରେ ଓଠ ଗୋଲାପୀ ରଙ୍ଗ ଦେଖାଦେଇଥାଏ। ନମ୍ବର 36 ଦିନରେ ମୁହଁରେ କିଛି ଲଗାନ୍ତୁ ନାହିଁ, କିନ୍ତୁ ରାତିରେ ଶୋଇବା ପୂର୍ବରୁ ନିହାତି ମୁହଁକୁ ସଫା କରି ଶୋଇବା ଉଚିତ। ଏମିତି କଲେ ସକାଳକୁ ମୁହଁରେ ଚମକ ଆସିବା ସହିତ ସଫା ରଙ୍ଗ ଦେଖାଯାଇଥାଏ। ଯଦି ସକାଳକୁ ଲେମ୍ବୁ ପାଣିରେ ମୁହଁ ଧୋଇବେ ତେବେ ମୁହଁ ପୁରା ସଫା ଓ କୋମଳ ଦେଖାଯାଇଥାଏ। ନମ୍ବର 37 35 ବର୍ଷ ପରେ ଚେହେରାର ରଙ୍ଗ ଧୀରେ ଧୀରେ କଳା ରଙ୍ଗ ବା ମଳିନ ଦେଖାଯାଏ। କାକୁଡ଼ିର ରସ କିମ୍ବା ଟମାଟର ରସ ମୁହଁରେ ଲଗାଇବା ଆରମ୍ଭ କରିଦିଅନ୍ତୁ। ଏହା କଲେ 35 ବର୍ଷ ପରେ ମଧ୍ୟ ଚେହେରାରେ ଗ୍ଲୋ ଆସିଥାଏ। ନମ୍ବର 38 ଖରା ଦିନରେ ମାଟିଆର ପାଣି ପିଇବା ଉଚିତ। ଏହି ପାଣି ଶରୀର ପାଇଁ ଅନେକ ଫାଇଦା ଦେବା ସହିତ ପାଣି ମଧୁର ଲାଗିବା ସହିତ ଥଣ୍ଡା ରହିଥାଏ। ମାଠିଆ ତଳେ ଅଳ୍ପ ବାଲି କିମ୍ବା ପାଳର ଚୁମୁଳା ରଖି ମାଠିଆ ରଖିବା ଉଚିତ। ଏମିତି କଲେ ପାଣି ଅଧିକ ଥଣ୍ଡା ରହିଥାଏ। ନମ୍ବର 39 ସୁନା ଅଳଙ୍କାରକୁ ସଫା କରିବା ପାଇଁ ଅଳ୍ପ ଗରମ ପାଣିରେ ୱାସିଂ ପାଉଡର ଅଳ୍ପ ହଳଦୀ ପକାଇ ଫୁଟାନ୍ତୁ। ଏଥିରେ ଅଳଙ୍କାର ପକାଇ 30 ମିନିଟ୍ ପରେ ଭଲ ଭାବରେ ଧୋଇଦେଲେ ଦେଖିବେ ସୁନା ଅଳଙ୍କାର ଏକଦମ ଚକଚକ ଦେଖାଯିବ। ନମ୍ବର 40 ସ୍ୱାମୀ ଏବଂ ସ୍ତ୍ରୀ ଏକତ୍ର ଭୋଜନ କରିବା ସମୟରେ ସ୍ୱାମୀର ବାମ ପଟରେ ସ୍ତ୍ରୀ ବସି ଭୋଜନ କରିବେ ଏବଂ ଶୟନ କଲାବେଳେ ସ୍ୱାମୀର ବାମ ପଟରେ ସ୍ତ୍ରୀ ଶୋଇବେ। କାରଣ ଶିବ ଶଙ୍କର ହୋଇଥିଲେ ଅର୍ଦ୍ଧନାରୀଶ୍ୱର, ତେଣୁ ଶିବ ଶଙ୍କରଙ୍କର ବାମ ଅଙ୍ଗ ପଟେ ଶୋଇଲେ ଅତ୍ୟନ୍ତ ଭଲ ହୋଇଥାଏ। ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍, କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଏଇ କିଛି ଦିନ ହେବ ମୋ ଦେହ ଅତ୍ୟନ୍ତ ଖରାପ ଥିବାରୁ ଭିଡ଼ିଓ ରେଗୁଲାର ଆସିପାରୁନଥିଲା। ଆପଣମାନେ ଆଜିଠାରୁ ସବୁଦିନ ଭିଡ଼ିଓ ମୋର ଦେଖିପାରିବେ। ଜୟ ଜଗନ୍ନାଥ ସମସ୍ତେ କମେଣ୍ଟ ବକ୍ସରେ ଲେଖନ୍ତୁ।